हेलो फ्रेंड्स, जय जगन्नाथ। फरेस्ट गार्ड ର ଫାଇନାଲ ରେଜଲ୍ଟ ପଳେଇ ଆସିବ। ତ ସେଇଥିପାଇଁ ଦେଖନ୍ତୁ କଣ କଣ ଫିଜିକାଲ ଅଛି, ମେଜରମେଣ୍ଟ କଣ କଣ ଅଛି, ଆମେ ସେଇ ଭାବରେ ପୁରା ଭଲ ଭାବରେ ପ୍ରିପାରେସନ କରିବା, ଯୋଉଥିରେ କି ଆମର ଫିଜିକାଲରେ କିଛି ତ୍ରୁଟି ରହିବନି, ଫିଜିକାଲି ଯେମିତି କଟିବେନି। କଣ କଣ ଫିଜିକାଲ ମେଜରମେଣ୍ଟ ଅଛି ଦେଖନ୍ତୁ, ମୁଁ ଭଲ ଭାବରେ ପୁରା କ୍ଲାରିଟି ଭାବରେ କହୁଛି। ପୁରା ଆପଣ ଭିଡ଼ିଓ ଲାଷ୍ଟ ଯାଏ ଦେଖନ୍ତୁ, ଭିଡ଼ିଓ ମଝିରେ ସ୍କିପ୍ କରିବେନି, ଜାଣିପାରିବେନି। ଦେଖନ୍ତୁ କଣ କଣ ଅଛି ଆମର ଏଲ୍ଆଇ ର ମେଲ୍ କ୍ୟାଣ୍ଡିଡେଟ୍ ପାଇଁ ରହୁଛି। ଏଇଟା ଆପଣ ଦେଖିପାରୁଥିବେ, ଏଲ୍ଆଇ ର ମେଲ୍ କ୍ୟାଣ୍ଡିଡେଟ୍ ପାଇଁ ରହୁଛି ଏସିବିସି ପାଇଁ ରହୁଛି 5 ଫୁଟ 2 ଇଞ୍ଚର ହାଇଟ୍, ଯୋଉଟା କି ତାଙ୍କର ଚେଷ୍ଟ ରହୁଛି ଅନଏକ୍ସପେଣ୍ଡେଡ୍ ରହୁଛି 37। ସେଇଠି ଆପଣ ଦେଖିପାରୁଥିବେ ମେଲ୍ କ୍ୟାଣ୍ଡିଡେଟ୍ SC/ST କାଟାଗୋରୀ ପାଇଁ ରହୁଛି 5 ଫୁଟର ହାଇଟ୍ ରହୁଛି, ଏକ୍ସପେଣ୍ଡେଡ୍ ରହୁଛି 30। ବୁଝିପାରିଲେ? ସେମିତି ଫିମେଲ୍ କ୍ୟାଣ୍ଡିଡେଟ୍ ପାଇଁ ବି ରହୁଛି, ଫିମେଲ୍ କ୍ୟାଣ୍ଡିଡେଟ୍ ଅଲ୍ କାଟାଗୋରୀ 5 ଫୁଟ ହାଇଟ୍ ରହୁଛି। ଏଇଟା ହେଲା ଆମର ଏଲ୍ଆଇ ପାଇଁ ରହିଲା, ଲାଇଫ ଷ୍ଟକ୍ ଇନ୍ସପେକ୍ଟର। ବୁଝିପାରିଲେ? ସେମିତି ଆମର ରହୁଛି ଫରେଷ୍ଟ ଗାର୍ଡ ପାଇଁ ରହୁଛି। ଦେଖନ୍ତୁ ଫରେଷ୍ଟ ଗାର୍ଡ ପାଇଁ ତାର ଅଲଗା ଇଫିସିଏନ୍ସି ରହୁଛି, ଏଲ୍ଆଇ ପାଇଁ ଅଲଗା ରହୁଛି। ଫରେଷ୍ଟ ଗାର୍ଡ ପାଇଁ କଣ ଅଛି ଦେଖନ୍ତୁ, ମେନ୍ ପିଲାମାନଙ୍କ ପାଇଁ ଅଛି ୟୁଆର୍, ଏସିବିସି, ଏସସି ମେନ୍ କ୍ୟାଣ୍ଡିଡେଟ୍ ପାଇଁ ହାଇଟ୍ ତାଙ୍କର ରହୁଛି 168 ସେମି। ଆଉ ତାଙ୍କର ଅନଏକ୍ସପେଣ୍ଡେଡ୍ ଚେଷ୍ଟ ରହୁଛି 81 ସେମି, ଏକ୍ସପେଣ୍ଡେଡ୍ ରହୁଥିବା ଦରକାର 5 ସେମି। 81ରୁ ଆଉ 5 ସେମି ଅଧିକ ଏକ୍ସପେଣ୍ଡେଡ୍ କରିପାରୁଥିବା ଦରକାର। ସେମିତି ଏସଟି ପିଲାମାନଙ୍କ ପାଇଁ ରହୁଛି, ପୁଅ ପିଲାମାନଙ୍କ ପାଇଁ ହାଇଟ୍ ରହୁଛି ତାଙ୍କର 158 ସେମି, ଚେଷ୍ଟ ରହୁଛି ସେମିତି ତାଙ୍କର ବି ସେଇ ସେମ୍ 81 ସେମି, ଏକ୍ସପେଣ୍ଡେଡ୍ 5 ସେମି କରିପାରୁଥିବା ଦରକାର। ସେମିତି ଫିମେଲ ମାନଙ୍କ ପାଇଁ ରହୁଛି ଅଲ୍ କାଟାଗୋରୀ, ଫିମେଲ ମାନଙ୍କ ପାଇଁ ରହୁଛି 153 ସେମି। ବୁଝିପାରିଲେ? ଏଇଟା ଥିଲା ଫିଜିକାଲ ମେଜରମେଣ୍ଟ। ଫିଜିକାଲ ଇଫିସିଏନ୍ସି ଟେଷ୍ଟ କଣ ରହିବ ନା, ଫିଜିକାଲ ଟେଷ୍ଟ କଣ ରହୁଛି ଦେଖନ୍ତୁ। ଫିଜିକାଲ ଟେଷ୍ଟ ରହୁଛି, ଏଠି ମଧ୍ୟ ଏଲ୍ଆଇ ମାନଙ୍କ ପାଇଁ ଫିଜିକାଲ ଟେଷ୍ଟ ଅଲଗା ରହୁଛି, ଫରେଷ୍ଟ ଗାର୍ଡ ପାଇଁ ଫିଜିକାଲ ଟେଷ୍ଟ ଅଲଗା ରହୁଛି। ଏଲ୍ଆଇ ମାନଙ୍କର ଫିଜିକାଲ ଟେଷ୍ଟ କଣ ରହିବ ନା, ଏଲ୍ଆଇ ମାନଙ୍କର ଫିଜିକାଲ ଟେଷ୍ଟ କେବଳ ସାଇକ୍ଲିଂ ରହୁଛି, ଯୋଉଟା କି ତାଙ୍କର କ୍ୱାଲିଫାଏ ନେଚର। ଦ କ୍ୟାଣ୍ଡିଡେଟ୍ ମଷ୍ଟ ହାଭ୍ ନଲେଜ ଅଫ୍ ସାଇକେଲ, ସାଇକେଲର ନଲେଜ ଥିବା ଦରକାର, ତାଙ୍କର ଜଷ୍ଟ କ୍ୱାଲିଫାଏ ନେଚର, ତାଙ୍କର ସେମିତି ପ୍ରେସର କିଛି ନାହିଁ। କିନ୍ତୁ ଫରେଷ୍ଟ ଗାର୍ଡର କଣ ରହୁଛି ଫିଜିକାଲ, ଫରେଷ୍ଟ ଗାର୍ଡ ଫିଜିକାଲ ଟିକେ କଷ୍ଟ ପଡିବ, ପ୍ରାକ୍ଟିସ ନ କରିପାରିବେନି, ବହୁତ ଅସମ୍ଭବ। ମେଲ୍ ମାନଙ୍କ ପାଇଁ ରହୁଛି ଦେଖନ୍ତୁ, ୱାକିଂ ରହୁଛି 25 କିଲୋମିଟର 4 ଘଣ୍ଟା ଭିତରେ ସେ ୱାକିଂ କରିବା ଦରକାର। ସେମିତି ଫିମେଲ ମାନଙ୍କ ପାଇଁ ରହୁଛି ସେଇ ୱାକିଂ ରହୁଛି, ଫିଜିକାଲ ଟେଷ୍ଟ 16 କିଲୋମିଟର ଚାଲିବେ 4 ଘଣ୍ଟା ଭିତରେ ସେ ଚାଲିବା ଦରକାର। ଆଉ ସବୁ ଏଇଟା ରହୁଛି କ୍ୱାଲିଫାଏ ନେଚର। ଆଉ ହାତରେ ଟାଇମ ନାହିଁ, ରେଜଲ୍ଟ ଆସିବାର ସପ୍ତାହେ ଭିତରେ ସେ ଫିଜିକାଲ କରେଇବ, ତା ପାଖରେ ବି ଟାଇମ ନାହିଁ, ଅଲରେଡି ଟାଇମ ଗଡିଗଲାଣି। ସେଇଥିପାଇଁ ଆପଣ ଧ୍ୟାନ ଦିଅନ୍ତୁ, ପୁରା ଅବହେଳା ହୁଅନ୍ତୁନି କି ରେଜଲ୍ଟ ବାହାରିନି, ରେଜଲ୍ଟ ବାହାରିଲେ ମୁଁ ପ୍ରିପାରେସନ କରିବି, ସେମିତି କିଛି ଜମାରୁ ଭାବନ୍ତୁ ନାହିଁ। ଭଲ ଭାବରେ ପ୍ରିପାରେସନ କରନ୍ତୁ। ଆଉ ମୋ ତରଫରୁ ଅଲ ଦି ବେଷ୍ଟ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ନୂଆ କିଛି ଚ୍ୟାନେଲ ଭିଜିଟ୍ କରିଥିଲେ ଏବେ ହିଁ ସବସ୍କ୍ରାଇବ କରନ୍ତୁ ଏଭଳି ଭିଡ଼ିଓ ପାଇବା ପାଇଁ। ଧନ୍ୟବାଦ।